ନମସ୍କାର ବନ୍ଧୁଗଣ, ଏମିତି ସବୁଦିନ ରାଶିଫଳ ଦେଖିବା ପାଇଁ ଆମର ଏହି ଚ୍ୟାନେଲଟିକୁ ଆପଣମାନେ ନିଶ୍ଚିନ୍ତ ଭାବରେ ସବସ୍କ୍ରାଇବ୍ କରିଦିଅନ୍ତୁ। କାରଣ ଆପଣମାନେ ନିଜ ଗ୍ରହ ଏବଂ ନକ୍ଷତ୍ର ବିଷୟରେ ଆପଣମାନେ ଅପଡେଟ୍ ରହିପାରିବେ। ନମସ୍କାର ବନ୍ଧୁଗଣ, ମୁଁ ହେଉଛି ବୈଷ୍ଣବ ସୁଧାକର। ଚାଲନ୍ତୁ ଆସୁଥିବା ନଭେମ୍ବର ମାସରେ ବୃଷ ରାଶି ବ୍ୟକ୍ତିବିଶେଷଙ୍କର ଏହି ମାସଟି କିପରି ଭାବରେ ଅତିବାହିତ ହେବ ଆମେ ସେହି ବିଷୟରେ ଜାଣିନେବା। ବୃଷ ରାଶି ହେଉଛନ୍ତି ରାଶିଚକ୍ରର ଦ୍ୱିତୀୟ ରାଶି। ଏହି ରାଶିର ଅଧିପତି ମହାଗ୍ରହ ହେଉଛନ୍ତି ଶୁକ୍ର ମହାଗ୍ରହ। ପ୍ରାୟତଃ ବୃଷ ରାଶିର ବ୍ୟକ୍ତିମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି। ଏହି ବୃଷ ରାଶି ହେଉଛି ଚନ୍ଦ୍ର ମହାଗ୍ରହଙ୍କର ଉଚ୍ଚ ସ୍ଥାନ। ଏହି ମାସରେ ରବି ମହାଗ୍ରହ ମାସ ଆରମ୍ଭରୁ ଷଷ୍ଠରେ ଭ୍ରମଣ କରୁଛନ୍ତି। ଷଷ୍ଠ ରବି ନିଶ୍ଚିତ ଭାବରେ ବହୁତ ଶୁଭ ଫଳ ପ୍ରଦାନ କରିବେ। ଫଳରେ ଆପଣଙ୍କ ଘର ପରିବାରରେ ନିଶ୍ଚିନ୍ତ ଭାବରେ ଖୁସିର ଲହରୀ ଖେଳିଯିବ। ଆପଣଙ୍କ ସମ୍ପର୍କରେ ସାମାନ୍ୟ ମନମତାନ୍ତର ହୋଇପାରେ, କିନ୍ତୁ ଏହି ମନମତାନ୍ତର ଆପଣଙ୍କର ଖୁବ୍ ଶୀଘ୍ର ସମାଧାନ ହୋଇଯିବ। ଭାଇମାନଙ୍କ ଭିତରେ ଏହି ମାସରେ ସମ୍ପର୍କ ନିଶ୍ଚିନ୍ତ ଭାବରେ ଦୃଢ଼ ହେବ ଏବଂ ଭାଇମାନେ ଜଣେ ଅନ୍ୟ ଜଣକୁ ସାହାଯ୍ୟ କରିବା ପାଇଁ ନିଶ୍ଚିନ୍ତ ଭାବରେ ଆଗେଇ ଆସିବେ। ଫଳରେ ଘରର ଆର୍ଥିକ ଉନ୍ନତି ଏବଂ ଚତୁର୍ଦିଗରୁ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ସମ୍ମାନ ମିଳିବ। ଛୋଟ ଛୋଟ କାମ ପାଇଁ ଲୋକମାନେ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ସମ୍ମାନ ଜଣାଇବେ। ଆପଣଙ୍କର ଘରୋଇ ହୁଅନ୍ତୁ କିମ୍ବା କୌଣସି ବାହାର ଶତ୍ରୁ ହୁଅନ୍ତୁ, ସେମାନେ ଏହି ମାସରେ ହାତ ବାନ୍ଧି ବସିବାକୁ ନିଶ୍ଚିନ୍ତ ଭାବରେ ବାଧ୍ୟ ହେବେ। ସେ ଯେତେ ଚେଷ୍ଟା କଲେ ମଧ୍ୟ ଆପଣଙ୍କର ଏହି ମାସରେ ସେମାନେ କୌଣସି ପ୍ରକାରର କ୍ଷତି କରିପାରିବେ ନାହିଁ। ଯଦି ସେମାନେ କ୍ଷତି କରିବାକୁ ଚାହାନ୍ତି ତାହେଲେ ସେମାନଙ୍କର ପରାଜୟ ସୁନିଶ୍ଚିତ। ପରାଜୟ ହେବା ପରେ ସେମାନେ ଆପଣଙ୍କ ସହିତ ନିଶ୍ଚିନ୍ତ ଭାବରେ, ଯଦି ଆପଣଙ୍କ ଘରର କୌଣସି ପୂର୍ବରୁ କିଛି ଋଣ ରହିଛି ତାହେଲେ ତାହା ଏହି ମାସରେ ପ୍ରାୟତଃ ସୁଝିଯିବ। ଯଦି ଆପଣଙ୍କର ଘର କାମ କିଛି ଅଧାରେ ଅଟକି ଯାଇଛି, ଯଦି ଆପଣଙ୍କର କୌଣସି ନୂତନ ଘର ତୋଳୁଛନ୍ତି ତାହା ଅଧାରେ ଅଟକି ରହିଛି, ତାହେଲେ ଏହି ମାସରେ ସେହି ଘର ପୁନର୍ବାର ଆପଣଙ୍କର ଆରମ୍ଭ ହେବ ଏବଂ କେତେବେଳେ ସେହି କାମ ଆପଣଙ୍କର ବହୁତ ଶୀଘ୍ର ଘର କାମ ନିଶ୍ଚିନ୍ତ ଭାବରେ ସମ୍ପନ୍ନ ହୋଇଯିବ। ଆପଣ ବିଶ୍ୱାସ କରିପାରିବେ ନାହିଁ ଆପଣଙ୍କର ଘର କାମ କେତେବେଳେ ଶେଷ ହୋଇଯାଇଥିବ। ଯଦି ଏହି ମାସରେ ଆପଣ କୌଣସି ଯାନବାହନ କିଛି କିଣିବାକୁ ଚାହୁଁଛନ୍ତି ତାହେଲେ ଆପଣ ନିଶ୍ଚିନ୍ତ ଭାବରେ କିଣିପାରିବେ। ଏହି ମାସରେ ମହିଳାମାନଙ୍କୁ ସୁନା ଗହଣା କିଣିବାର ସୌଭାଗ୍ୟ ନିଶ୍ଚିନ୍ତ ଭାବରେ ପ୍ରାପ୍ତି ହେବ ଏବଂ ଏହି ରାଶିର ବ୍ୟକ୍ତିବିଶେଷମାନଙ୍କୁ ନୂତନ ଦ୍ରବ୍ୟମାନ ପ୍ରାପ୍ତି ହେବାର ସୁଯୋଗ ମିଳିବ। ଏହି ମାସରେ ପ୍ରାୟତଃ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ନିଶ୍ଚିନ୍ତ ଭାବରେ ଦୃଢ଼ ରହିବ। ଚାଲନ୍ତୁ ଏବେ ଆମେ ଟିକେ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ପକାଇବା। ଶୁକ୍ର ମହାଗ୍ରହ ବର୍ତ୍ତମାନ ପାଇଁ ନିଜ ଘରେ ଗୋଚର କରୁଛନ୍ତି। ଶୁକ୍ର ମହାଗ୍ରହ ବର୍ତ୍ତମାନ ଏହି ମାସରେ ଷଷ୍ଠ ଘରେ ଗୋଚର କରିବା ଫଳରେ ଆପଣମାନଙ୍କୁ ବହୁତ ଶୁଭ ଫଳ ପ୍ରଦାନ କରିବେ। ଏହି ମାସରେ ବୃଷ ରାଶି ବ୍ୟକ୍ତିବିଶେଷଙ୍କର କୌଣସି ପ୍ରକାରର ବି ଶାରୀରିକ ଅସୁବିଧା ଦେଖାଦେବ ନାହିଁ ଏବଂ ବୃଷ ରାଶି ବ୍ୟକ୍ତିବିଶେଷଙ୍କର ଏହି ମାସରେ କୌଣସି ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ଆଦୌ ଦେଖାଦେବ ନାହିଁ। ଯଦି ଆପଣଙ୍କର ପୂର୍ବରୁ କିଛି ଖରାପ କର୍ମ ରହିଛି ତାହେଲେ ହୁଏତ ଆପଣମାନଙ୍କୁ ଗ୍ରହମାନେ କିଛି ପୀଡ଼ା ପହଞ୍ଚାଇ ପାରନ୍ତି, କିନ୍ତୁ ଏହି ମାସରେ ବୃଷ ରାଶି ବ୍ୟକ୍ତିବିଶେଷଙ୍କର ବହୁତ ଶୁଭ ଫଳ ଥିବାରୁ ସେମାନଙ୍କର ଶରୀରର ପୀଡ଼ା ଆଦୌ ଦେଖାଦେବ ନାହିଁ। ଯଦି ଆପଣଙ୍କ ଶରୀରରେ ଏହି ମାସରେ କୌଣସି ପ୍ରକାର ଅସୁବିଧା ଘଟେ ତାହେଲେ ତାହା ଘରୋଇ ଉପଚାରରେ ନିଶ୍ଚିନ୍ତ ଭାବରେ ଠିକ୍ ହୋଇଯିବ। ଚାଲନ୍ତୁ ଏବେ ଆମେ ବ୍ୟବସାୟ ଉପରେ ନଜର ପକାଇବା। ବୃହସ୍ପତି ମହାଗ୍ରହ ବର୍ତ୍ତମାନ ତୃତୀୟ ଘରେ ଗୋଚର କରୁଛନ୍ତି। ବର୍ତ୍ତମାନ ପାଇଁ ଲାଭାଧିପତି ତୃତୀୟରେ ଉଚ୍ଚ ସ୍ଥାନରେ ରହିଛନ୍ତି। ବୃହସ୍ପତି ମହାଗ୍ରହ ତୃତୀୟ ଘରେ ଏହି ମାସରେ ଗୋଚର କରିବେ। ଲାଭାଧିପତି ତୃତୀୟରେ ଉଚ୍ଚ ହୋଇ ରହିଛନ୍ତି। ଅଷ୍ଟମାଧିପତି ତୃତୀୟରେ ଏବଂ ଲାଭାଧିପତି ତୃତୀୟରେ ବୃହସ୍ପତି ମହାଗ୍ରହ ଏକ ବିପରୀତ ରାଜଯୋଗ ସୃଷ୍ଟି କରିବେ। ଫଳରେ ଏହି ମାସରେ ବ୍ୟବସାୟ କ୍ଷେତ୍ରରେ ବ୍ୟବସାୟୀମାନଙ୍କର ଆବଶ୍ୟକତା ଠାରୁ ଅଧିକ ଲାଭବାନ ହେବେ।
ଆପଣ ଯେତିକି ବି ଭାବିନଥିବେ ତାଠାରୁ ଅଧିକ ପରିମାଣର ଏହି ମାସରେ ବ୍ୟବସାୟୀମାନେ ଲାଭବାନ ରହିବେ। ଯେକୌଣସି ପ୍ରକାରର ବି ବ୍ୟବସାୟ ହେଉ ମଧ୍ୟ ଏହି ମାସରେ ସେମାନେ ଲାଭରେ ରହିବେ ଏବଂ ପ୍ରଚୁର ପରିମାଣର ଅର୍ଥ ବ୍ୟବସାୟୀମାନେ ଏହି ମାସରେ ଉପାର୍ଜନ କରିବେ ଏବଂ ଗ୍ରାହକମାନଙ୍କର ଏହି ମାସରେ ଏପରି ଭାବରେ ବୃଦ୍ଧି ଘଟିବ ସେମାନେ ନିଜେ ବି ବିଶ୍ୱାସ କରିପାରିବେ ନାହିଁ। ଖାସ୍ କରି ଗ୍ରୋସରୀ ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କର ଏହି ମାସରେ ଅଧିକ ଲାଭବାନ ହେବା ସହିତ ସେମାନଙ୍କର ଅଧିକ ପରିମାଣରେ ଗ୍ରାହକମାନଙ୍କର ମଧ୍ୟ ବୃଦ୍ଧି ଘଟିବ। ଯେଉଁମାନଙ୍କର ପୂର୍ବରୁ କିଛି ବେପାର ଠପ୍ ହୋଇଯାଇଛି, ଠପ୍ ହୋଇଯାଇଥିବା ବିଜନେସ୍ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ଲାଭବାନ କରାଇବ। ବୃହସ୍ପତି ଯେତେବେଳେ ଶୁଭରେ ରୁହନ୍ତି ସିଏ ପ୍ରାୟତଃ ସବୁ କ୍ଷେତ୍ରରେ ଆପଣଙ୍କୁ ଶୁଭ ଫଳ ନିଶ୍ଚିନ୍ତ ଭାବରେ ପ୍ରଦାନ କରନ୍ତି। ତେଣୁକରି ବ୍ୟବସାୟ କ୍ଷେତ୍ରରେ ଏହି ମାସରେ ବୃହସ୍ପତି ମହାଗ୍ରହ ଅଧିକ ପରିମାଣରେ ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିବେ। ଯଦି ଆପଣଙ୍କର ବ୍ୟବସାୟରେ କୌଣସି ପ୍ରକାରର ଶତ୍ରୁ ଆଗରୁ ରହିଛନ୍ତି, ସେମାନେ ଆପଣଙ୍କୁ ବାରମ୍ବାର ହଇରାଣ କରୁଛନ୍ତି, ସେମାନେ ଏହି ମାସରେ ହାତ ବାନ୍ଧି ବସିବାକୁ ବାଧ୍ୟ ହେବେ। ଯଦି ବି ସେମାନେ ଆପଣଙ୍କ ବ୍ୟବସାୟରେ କୌଣସି ପ୍ରକାରର ତ୍ରୁଟି ଘଟାଇବାକୁ ଚେଷ୍ଟା କରିବେ, ସେଥିରେ ସେମାନେ ପ୍ରଥମେ ହିଁ ଅସଫଳ ହେବେ। ଯଦି ଆପଣ ଏହି ମାସରେ କୌଣସି ପ୍ରକାରର ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣ ନିଶ୍ଚିନ୍ତ ଭାବରେ ଆରମ୍ଭ କରିପାରିବେ। ଯଦି ଆପଣ ବ୍ୟବସାୟ ପାଇଁ କୌଣସି ପ୍ରକାରର ଋଣ ନେଇଛନ୍ତି, ତାହେଲେ ଆପଣ ସେହି ଋଣର ଅଧାରୁ ଅଧିକ ପରିମାଣର ଅର୍ଥରାଶି ଆପଣ ନିଶ୍ଚିନ୍ତ ଭାବରେ ସୁଝିଯିବ। ଏହି ମାସରେ ବ୍ୟବସାୟୀମାନେ ନିଶ୍ଚିନ୍ତ ଭାବରେ ଲାଭବାନ ରହିବେ ଏବଂ ବ୍ୟବସାୟୀମାନଙ୍କର ଏହି ମାସରେ ଚାରିଆଡ଼ୁ ଏକାଧିକ ଇନକମ୍ ସୋର୍ସ ବଢ଼ିବ। କିନ୍ତୁ ବୁଧ ମହାଗ୍ରହଙ୍କ ଫଳରେ ଆପଣ କିଛି ପରିମାଣର ଖର୍ଚ୍ଚାନ୍ତ ମଧ୍ୟ ଏହି ମାସରେ ହୋଇପାରନ୍ତି। ଏହି ମାସରେ ଆପଣଙ୍କର ସଞ୍ଚୟ ଟିକେ କମ୍ ରହିବ। ଯେଉଁମାନେ ଚାକିରି କ୍ଷେତ୍ରରେ ବୁଲି ବୁଲି ହତାଶ ହୋଇଗଲେଣି, ସେମାନଙ୍କର ଏହି ମାସରେ ଚାକିରି ହେବାର ବହୁତ ସମ୍ଭାବନା ରହୁଛି। ଚାଲନ୍ତୁ ଏବେ ଆମେ ଟିକେ ବିବାହ କ୍ଷେତ୍ର ଉପରେ ନଜର ପକାଇବା। ରାହୁ ମହାଗ୍ରହ ଦଶମରେ ବର୍ତ୍ତମାନ ପାଇଁ ଏହି ରାଶି ସକାଶେ ଗୋଚର କରୁଛନ୍ତି। ରାହୁ ମହାଗ୍ରହ ବୃଷ ରାଶି ସକାଶେ କାରକ ଗ୍ରହ, ତେଣୁକରି ସିଏ ବିଶେଷ ପ୍ରକାରର କ୍ଷତି ନ କରିଲେ ବି ରାହୁ ମହାଗ୍ରହ ଯଦି ଆପଣଙ୍କର କୌଣସି ଜାଗାରେ ବିବାହ ଠିକ୍ ହୋଇଛି, ତାହେଲେ ଆପଣ ଟିକେ ସାବଧାନ ସହିତ ତାହାକୁ ତୁଲାଇବା ପାଇଁ ଚେଷ୍ଟା କରିବେ, ନହେଲେ ସାମାନ୍ୟ ଅସୁବିଧା ଆପଣଙ୍କର ବିବାହ କାର୍ଯ୍ୟରେ ଦେଖାଦେଇପାରେ। ଯେଉଁମାନଙ୍କର ପ୍ରସ୍ତାବ ଖୋଜି ଖୋଜି ଜୁଟୁନଥିଲା, ସେମାନଙ୍କର ଏହି ମାସରେ ପ୍ରସ୍ତାବ ଜୁଟିବ, କିନ୍ତୁ 10ଟିରୁ 2ଟି 3ଟି ଆପଣଙ୍କର ଠିକ୍ ହେବ। ଆଉ ଯେଉଁ ପ୍ରସ୍ତାବ ଆପଣଙ୍କର ଠିକ୍ ହେବ, ତାହା ହେବା ନ ହେବା ମଧ୍ୟରେ ପ୍ରାୟତଃ ସମୟ ବିତିଯିବ। ପ୍ରେମ କ୍ଷେତ୍ରରେ ଏହି ମାସରେ ଆପଣ ନିଶ୍ଚିନ୍ତ ଭାବରେ ଅସଫଳ ରହିବେ ଏବଂ ଯେଉଁମାନେ କୌଣସି ପ୍ରକାରର ସନ୍ତାନ ସନ୍ତତି ପାଇଁ ଏହି ମାସରେ ପ୍ଲାନ୍ କରୁଛନ୍ତି, ତାହେଲେ ସେମାନେ ଆଦୌ ଏହି ମାସରେ ସନ୍ତାନ ସନ୍ତତି ପାଇଁ ପ୍ଲାନ୍ ନ କରିବାଟା ଭଲ ହେବ। କାରଣ ସନ୍ତାନ ସନ୍ତତି ପାଇଁ ପ୍ରାୟତଃ ଏହି ମାସରେ ଅଧାରୁ ଅଧିକ ଅଶୁଭ ଫଳ ରହୁଛି। ବିଦ୍ୟା କ୍ଷେତ୍ରରେ ବୃଷ ରାଶିରେ ଏହି ମାସରେ ରାଜଯୋଗ ରହିଛି। ବିଦ୍ୟାର୍ଥୀମାନେ ଏହି ମାସରେ ବହୁତ ପରିଶ୍ରମ କରିବେ ଏବଂ ପାଠପଢ଼ାରେ ସେମାନଙ୍କର ନିଶ୍ଚିନ୍ତ ମନ ଲାଗି ରହିବ। ଏହି ମାସଟି ବୃଷ ରାଶି ସକାଶେ ବହୁତ ଶୁଭ ଫଳ ଦେଉଛି। ପ୍ରତିକାର ରୂପରେ ଆପଣ ଏହି ମାସରେ ହନୁମାନ ଚାଳିଶା ସହିତ ଆପଣ ନାମ ଜପ ନିଶ୍ଚିନ୍ତ ଭାବରେ କରନ୍ତୁ। ଯେହେତୁ ଏହା କାର୍ତ୍ତିକ ମାସ, ଆପଣ ଯଦି ନାମ ଜପ ଭଗବାନଙ୍କର ମହାମନ୍ତ୍ର ଅଧିକରୁ ଅଧିକ ଜପ କରିବେ, ତାହେଲେ ଆପଣଙ୍କୁ ଏହି କାର୍ତ୍ତିକ ମାସରେ ତାହା 100 ଗୁଣାର ଫଳ ଦେବ। ଏତିକି କହି ମୁଁ ବିଦାୟ ନେଉଛି। ନମସ୍କାର ବନ୍ଧୁଗଣ।